ଆଜି ଗୋଟେ ନୂଆ ଗପଟେ କହିବି ଯୋଉଟା ଗୋଟେ ଟିକେ ଛୋଟ ନା କିଛି ଦରକାର ନାହିଁ ସେଟା ଜଲ୍ଦି ଜଲ୍ଦି ସରିବ। ଗୋଟେ ଦିନ କାର୍ତ୍ତିକେୟ ଆଉ ଗଣେଶ ଭିତରେ ଏମିତି ଝଗଡ଼ା ହଉଥିଲା। ନା କାର୍ତ୍ତିକେୟ କହୁଥିଲେ ନା ମୁଁ ବେଶୀ ଫାଷ୍ଟ, ଗଣେଶ କହୁଥିଲେ ମୁଁ ବେଶୀ ଫାଷ୍ଟ, ଆଉ କାର୍ତ୍ତିକେୟ କହୁଥିଲେ ମୁଁ ବେଶୀ ବୁଦ୍ଧିମାନ, ଆଉ ଗଣେଶ କହୁଥିଲେ ମୁଁ ବେଶୀ ବୁଦ୍ଧିମାନ। ତାପରେ ମାତା ପାର୍ବତୀ ଆଉ ଶିବ ମହାଦେବ କହିଲେ କି ତମ ଭିତରେ ଗୋଟେ ରେସ୍ ଦବା, ଦେଖିବା କିଏ ଜିତିବ। ସେଇଥିରେ କହିଲେ କି ଗୋଟେ ମିନିଟରେ ପୃଥିବୀକୁ ତମେ ଭ୍ରମଣ କରିକି ଆସିକି ଏଇଠି ଖଡ଼ା ହେଇଯିବ। ତାପରେ ସେଇଠୁ ରେସ୍ ଷ୍ଟାର୍ଟ ହେଲା। 1 2 3 ଷ୍ଟାର୍ଟ। କାର୍ତ୍ତିକେୟ ଭଗବାନ ତ ସାଇକିନା ମୟୂରରେ ଉଡ଼ିକି ପଳେଇଲେ, କିନ୍ତୁ ଗଣେଶ ଭଗବାନକୁ ଦେଖିକି ଗଣେଶ ଭଗବାନ ନିଜ ମୂଷିକକୁ ଦେଖିଲେ ଭାରି ବି ଲାଗୁଛି। ହଁ, ତା ପିତାଙ୍କ ଚାରିପଟେ ତ ପୃଥିବୀ ଥାଏ, ସେଉଠୁ ମାତା ପିତାଙ୍କ ଚାରିପଟେ ବୁଲିବାକୁ ଲାଗିଲେ। ତାପରେ ସେ ଖଡ଼ା ହେଇଗଲେ। ତାପରେ କାର୍ତ୍ତିକେୟ ଭଗବାନ ସାଇକିନା ଆସିକି ଯେତେବେଳେ ପହଞ୍ଚିଲେ କହିଲେ କି ଆରେ ତୁ ଏଇଠି ଖଡ଼ା ଅଛୁ, ତୁ ଯାଇନୁ? ନା ମୁଁ ତ ଯାଇସାରିଛି। ମିଛ କହାନି ଗଣେଶ, ମୁଁ ତୁ ବଡ଼, ମୁଁ ତ ଏଇଠି ବୁଲି ଦେଖ ତୁ କେମିତି କଲୁ। ମୁଁ ତ କରିସାରିଛି। କେମିତି କଲୁ କହିଲୁ? ମୁଁ ତ ଏମିତି ବୁଲି ବୁଲି ଦେଖ ହେଲା। ଇଏ ତ ମାତା ପିତାଙ୍କ ଚାରିପଟେ ତୁ ବୁଲିଛୁ। ମାତା ପିତାଙ୍କ ଚାରିପଟେ ତ ପୃଥିବୀ ଥାଏ, ମାନେ ସ୍ୱର୍ଗ।